ଏମିତି ପ୍ରତ୍ୟେକ ଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆପଣମାନେ ଜାଣିପାରିବେ କି ଆପଣଙ୍କ ରାଶିରେ କେଉଁ ଗ୍ରହରେ କେଉଁ ନକ୍ଷତ୍ର ଚଳନ ହେବାକୁ ଯାଉଅଛି ଏବଂ ଆପଣଙ୍କର ନବଗ୍ରହ ସ୍ଥିତି କ'ଣ ହେବାକୁ ଯାଉଅଛି। ଜୟ ଜଗନ୍ନାଥ ବନ୍ଧୁମାନେ, ଆଜି ଆମେ ଜାଣିବା ଅଗଷ୍ଟ ମାସରେ ଘଟିବାକୁ ଯାଉଥିବା ମୀନ ରାଶିର ଏକ ବଡ଼ ଚଳନ ବିଷୟରେ। ତ ଆରମ୍ଭ କରିବା। ଦେଖନ୍ତୁ, ଆପଣଙ୍କର ମୀନ ରାଶିର ବ୍ୟକ୍ତିବିଶେଷଙ୍କର ବହୁତ ଏକ ବଡ଼ ଚଳନ ହେବ। କାରଣ ଦେଖନ୍ତୁ, ଆପଣଙ୍କର ସପ୍ତମ ଭାଗରେ ଦେବଗୁରୁ ବୃହସ୍ପତି ଗୋଚର କରି ଅଛନ୍ତି, କିନ୍ତୁ ଆପଣଙ୍କ ନବମ ଭାଗରେ ଶନି ଏବଂ ରାହୁ ଏକତ୍ର ହୋଇ ବିରାଜମାନ କରିଛନ୍ତି, ଯାହାଫଳରେ କି ଆପଣଙ୍କୁ ଶନି ଦୋଷ ଏବଂ ସର୍ପ ଦୋଷ ବା ରାହୁ ଦୋଷ ପଡ଼ିପାରେ। କିନ୍ତୁ ଆପଣଙ୍କୁ ଏହା 15 ଦିନ ମଧ୍ୟ ବାରିବାକୁ ପଡ଼ିବ। ଅଗଷ୍ଟ 1ରୁ ଅଗଷ୍ଟ 16 ଯାକେ ଆପଣଙ୍କୁ ବାରିବାକୁ ପଡ଼ିବ। କାହିଁକିନା ଶନିଦେବ ଅଗଷ୍ଟ 1ରୁ ବିରାଜମାନ କରି ଅଗଷ୍ଟ 16ରେ ଅଷ୍ଟମ ଗ୍ରହକୁ ଗୋଚର କରିବେ, ଯାହାଫଳରେ କି ଆପଣଙ୍କର ଶନି ଦୋଷ କଟିଯିବ, କିନ୍ତୁ ଆପଣଙ୍କର ସର୍ପ ଦୋଷ ରହିଯିବ। ଶନି ଦୋଷ ପଡ଼ିବା ଦ୍ୱାରା ଆପଣଙ୍କର ଦେହ ସ୍ୱାସ୍ଥ୍ୟ ଜନିତ ରୋଗ ଦେଖାଯାଇପାରେ ଏବଂ ଆପଣଙ୍କର ମନ କେଉଁଥିରେ ଭଲ ଲାଗିବ ନାହିଁ, ଆପଣଙ୍କୁ ଷ୍ଟ୍ରେସ୍ ଫିଲ୍ ହେବ ଏବଂ ଆପଣଙ୍କର ହଜିଯାଇଥିବା ଜିନିଷ ମଧ୍ୟ ଆପଣଙ୍କର ଫେରି ଯାଇଥିବା ଜିନିଷ ମଧ୍ୟ ହଜିଯିବ। ଆପଣଙ୍କର କୌଣସି ସୁନା ଏବଂ ମହତ୍ତ୍ୱପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ଜିନିଷ ହଜିଯାଇପାରେ ଏବଂ ଆପଣଙ୍କର ରାହୁ ଚଳନ ହୋଇଥିବାରୁ ଆପଣଙ୍କୁ କୌଣସି ସର୍ପଦୋଷ ବା କାଳଦୋଷ, ଯେପରିକି ଆପଣଙ୍କର ଆକ୍ସିଡେଣ୍ଟ ହୋଇପାରେ। କିନ୍ତୁ ଏଥିମଧ୍ୟରେ ଆପଣଙ୍କର ଗୋଟେ ଖୁସି ଖବର ଅଛି। 15 ଦିନ ମଧ୍ୟରେ ଆପଣଙ୍କ ଗ୍ରହରୁ ଶନିଦେବ ଗୋଚର କରିସାରିବା ପରେ ଆପଣଙ୍କ ଗ୍ରହରେ ଦେବଗୁରୁ ବୃହସ୍ପତି ସପ୍ତମ ଗ୍ରହରୁ ନବମ ଗ୍ରହକୁ ଗୋଚର କରିବେ, ଯାହାଫଳରେ କି ଆପଣଙ୍କୁ ଧନର ପ୍ରବଳ ବର୍ଷା ହେବ। ଯେମିତିକି ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ଘଟିଯିବ ଏବଂ ନୂତନ ଯାନବାହନ କିଣିବା କ୍ରୟର ଦେଖାଯାଇପାରେ। ଆପଣଙ୍କର ଆୟର ଭାର ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ, ଅଗଷ୍ଟ 16ରୁ ସେପ୍ଟେମ୍ବର 30 ମଧ୍ୟରେ ଆପଣଙ୍କର ଆୟ ହୋଇଯିବ 14 ଏବଂ ବ୍ୟୟ ହୋଇଯିବ 2 ଏବଂ ଆପଣଙ୍କର ସ୍ଥିତି ହୋଇଯିବ 12, ଯାହାଫଳରେ କି ଆପଣଙ୍କର ଏକ ଦିନ ବହୁତ ଖୁସିରେ ଘଟିବ। କାହିଁକିନା ଦେବଗୁରୁ ବୃହସ୍ପତି ହେଉଛନ୍ତି ଧନର ଆର୍ଥିକର ସମ୍ପତ୍ତି ଏବଂ ଧନ ଯେଉଁ ଘରେ ରହିବେ, ନବମ ଗ୍ରହରେ ଧନ ଏବଂ ରାହୁ ଏକତ୍ର ହୋଇଯିବାରୁ ଆପଣଙ୍କୁ ଧନର ପ୍ରବଳ ବର୍ଷା ହେବ ଏବଂ ସର୍ପଦୋଷ ମଧ୍ୟ କଟିଯିବ। ତେଣୁକରି ଆପଣ ବିଲକୁଲ ବି ଡରନ୍ତୁ ନାହିଁ। ଶନି ଗ୍ରହ କଟିଯିବ ମାତ୍ର 15 ଦିନ। ଆପଣ ସେ 15 ଦିନ ଜଗି ରହି ଚଳନ୍ତୁ। ଅଗଷ୍ଟ 1ରୁ ସେପ୍ଟେମ୍ବର 16 ପର୍ଯ୍ୟନ୍ତ ଦେଖିବେ ଆପଣଙ୍କର ମଙ୍ଗଳ ଘଟିବ। ଯଦି ଆପଣ ସଚ୍ଚା ହୃଦୟରେ ଈଶ୍ୱରଙ୍କୁ ବିଶ୍ୱାସ କରୁଥାନ୍ତି ଏବଂ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ଏବଂ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ଶନିଦେବ, ଜୟ ହନୁମାନ ନିଶ୍ଚୟ ଲେଖିବେ। ରହୁଛି, ଧନ୍ୟବାଦ।